ଭକ୍ତ ସମାଜ ଆସନ୍ତୁ ଜାଣିବା ଗାଈ କ୍ଷୀର ସହିତ କଣ ଖାଇବେ ନାହିଁ। ଦେଖନ୍ତୁ ଏକ ସଙ୍ଗରେ ଦୁଧ ମାଛ ମାଂସ ପ୍ରଭୃତି ଖାଇବେ ନାହିଁ। ମଦ ସଙ୍ଗରେ ରସୁଣ ବେଦନା ସଜନା ଛୁଇଁ ମୂଳା ଖାଇବେ ନାହିଁ କିମ୍ବା ଦୁଧ ଖାଇବେ ନାହିଁ। ଦୁଧ ସଙ୍ଗରେ ଶାଗ ଖାଇଲେ ରୋଗ ବୃଦ୍ଧି କରେ। ଗୋରସ ସହିତ ଆମିଷ ଭୋଜନ କଲେ ନାନା ପ୍ରକାର ରୋଗ ସୃଷ୍ଟି ହୁଏ। ଯେପରି ମାଛ ମାଂସ ଏକତ୍ର କରି ଖାଇଲେ ଅଗ୍ନିମାନ୍ଦକ ରୋଗ କିମ୍ବା ଗ୍ୟାଷ୍ଟ୍ରିକ ରୋଗ ହୁଏ, ଠିକ ସେହିପରି ଘଟେ। ଯେଉଁମାନେ ଦୁଧ ଖାଇ ଜୀର୍ଣ୍ଣ କରିପାରୁନାହାନ୍ତି, ଦୁଧ ପିଇଲେ ପେଟ ଗୁଡ ଗୁଡ ହୁଏ। ସେଥିପାଇଁ ଦୁଧ ଖାଇସାରି ଅଧଘଣ୍ଟା ପରେ କାଗଜି ଲେମ୍ବୁ ରସ ଅଳ୍ପ ଥଣ୍ଡା ପାଣିରେ ପିଇଲେ ଦୁଧ ଜୀର୍ଣ୍ଣ ହେବ ଏବଂ ପେଟର ଗୋଳମାଳ ଗୁଡ ହେବ ନାହିଁ। ଆସନ୍ତୁ ଜାଣିବା ଦୁଧ ପାନ ଦ୍ୱାରା କଣ ଆମର ଉପଶମ ହୁଏ ଏବଂ ଏହାର ବିଷୟରେ ଜାଣିବା। ମାର କ୍ଷୀର ଅଭାବରୁ ଗାଈ କ୍ଷୀର ଦେବାର ପ୍ରମାଣ ଆମ ସମାଜରେ ବହୁତ ଅଛି। ଯଥା 5 ମାସରୁ ଶିଶୁକୁ ହୋଇଥିବା କାଳି ଗାଈ କିମ୍ବା ନାଲି ଗାଈ ଦୁଧ ଖୁଆଇବା ଆବଶ୍ୟକ। କ୍ଷୀର 1 ଭାଗ ଏବଂ ପାଣି 4 ଭାଗ ଦେବେ। ଦେଇ ଅଳ୍ପ ସିଝାଇ ପିଲାକୁ ପିଆଇଲେ ପିଲାର ସ୍ୱାସ୍ଥ୍ୟବର୍ଦ୍ଧକ ହୁଏ। ଯଦି ଧଳା ଗାଈ କ୍ଷୀର ପିଇବାକୁ ଦେବ, ସେଥିରେ ବାଇବିଳିଙ୍ଗ ମଞ୍ଜି 12ଟା ଦୁଧ ସହିତ ସିଝାଇ ପିଇଲେ ବାୟୁ ଜନିତ ରୋଗ ହୁଏ ନାହିଁ। ତେଣୁ ବାଇବିଳିଙ୍ଗ ମଞ୍ଜି ଶୁଣନ୍ତୁ ଭକ୍ତ ସମାଜ, ନିଦ୍ରା ନହେଲେ ଯଦି ଆପଣଙ୍କୁ ନିନ୍ଦ ହେଉନାହିଁ, ମୁଣ୍ଡ ହାତ ଦ୍ୱୟ ପାଦ ଦ୍ୱୟରେ ମାଲିସ କରନ୍ତୁ। 7-8 ଦିନ ପର୍ଯ୍ୟନ୍ତ କଲେ ସୁନିଦ୍ରା ହେବ। କାନରେ ପୂଜ ହେଲେ ନିମ୍ବ ସିଝା ପାଣି ଦ୍ୱାରା କାନକୁ ସଫା କରିସାରି ହଠାତ୍ ଗାଈ ଦୁହା ହୋଇଥିବା ସେହି କ୍ଷୀରକୁ କାନରେ ଭର୍ତ୍ତି କରି ତୁଳାରେ ବନ୍ଦ କରିଦେବ। ଦିନକୁ 2 ଥର ଲେଖାଏଁ 4-5 ଦିନ ପର୍ଯ୍ୟନ୍ତ ଏହିପରି କଲେ କାନର ପୂଜ ବନ୍ଦ ହେବ। କାନର ଅନ୍ୟାନ୍ୟ ଦୋଷ ଜଣାଯାଉଥିଲେ ମଧ୍ୟ ଗାଈ କ୍ଷୀର ପକାଇଲେ ଦୋଷ ନିର୍ଦ୍ଧାରିତ ଏବଂ ଆରୋଗ୍ୟ ହେବେ। ମୁଣ୍ଡ ବ୍ୟଥା ହେଲେ ଗାଈ ଦୁଧ 250 ଗ୍ରାମ, ଏଥିରେ କାବୁଲି ବାଦାମ ମଞ୍ଜି 5ଟା ବାଟି ମିଶାଇବେ। ମିଶାଇ ସକାଳ ସନ୍ଧ୍ୟାରେ 2 ତୁଳା ପିଇଲେ ଅର୍ଦ୍ଧକାପାଳି ଭଳି ରୋଗ ଭଲ ହୁଏ। 1 ମାସ ପର୍ଯ୍ୟନ୍ତ କରିବ, ଯେତେ 3 ମାସ କଲେ ଆହୁରି ଭଲ। ଆସନ୍ତୁ ଜାଣିବା ରମ୍ପା, କୁଣ୍ଡିଆ, କାଛୁ, ଯାଦୁ ପିଲାଙ୍କୁ ହେଲେ ଗାଈ ଦୁଧରେ ଦିନକୁ 4 ଥର ଧୋଇଦେବ। ଏହିପରି 8 ଦିନ ପର୍ଯ୍ୟନ୍ତ କରିବ ଏବଂ କପଡ଼ାକୁ ଦୁଧରେ ଭିଜାଇ ଦେବ। ସେହି କପଡ଼ାକୁ କିଛି ସମୟ ଘଷି ଦେବ। ଏଥିରେ ଆରୋଗ୍ୟ ନିଶ୍ଚିନ୍ତ ହେବ। ବଳ ବୀର୍ଯ୍ୟ ବଢାଇବାକୁ ଚାହୁଁଥିଲେ, ଯାହାଙ୍କର ବଳହୀନ ଜଣାଯାଏ, ସିଝା ଦୁଧ 1 ଗ୍ଲାସରେ ଗୁଆ ଘିଅ 2 ଚାମଚ, ମହୁ 1 ଚାମଚ, ମିଶ୍ରି ଚୂର୍ଣ୍ଣ 2 ଚାମଚ ଏକତ୍ର କରି ପ୍ରାତଃ ଓ ସନ୍ଧ୍ୟାରେ ଖାଇବାକୁ ଦେବ। ଏହା ଦ୍ୱାରା ବଳ ଶକ୍ତି ବୃଦ୍ଧି ହେବ, ସହବାସରେ ଜିତେନ୍ଦ୍ରିୟ ହେବ। ଏହିପରି 1 ମାସ ପର୍ଯ୍ୟନ୍ତ ଖାଇଲେ ବଳ ବୀର୍ଯ୍ୟ ବୃଦ୍ଧି ହୁଏ। ଧାତୁ ଦୁର୍ଲଭ ହେଲେ ଜାଣନ୍ତୁ, ଗାଈ ଦୁଧରେ ପୁରୁଣା ଗୁଡ଼ 10 ଗ୍ରାମ ଗୋଳାଇ ଦିନକୁ 2 ଥର ଲେଖାଏଁ ପିଇଲେ ଶୁକ୍ର ତାରଲ୍ୟ ହୁଏ ନାହିଁ। ଏହିପରି 1 ମାସ ପର୍ଯ୍ୟନ୍ତ ଖାଇବ। ମାଛ ମାଂସ, ଚା, କଫି, ପିଆଜ, ରସୁଣ ଏଗୁଡ଼ିକ 1 ମାସ ପର୍ଯ୍ୟନ୍ତ ଖାଇବେ ନାହିଁ। ଦୁଧ ସହିତ ହିଡ଼ିମିଚା ରସ ଖାଇଲେ ଧାତୁକ୍ଷୟ ବନ୍ଦ ହୁଏ। ମୁଖ ସୌନ୍ଦର୍ଯ୍ୟ ବଢାଇବାକୁ ହେଲେ ଦୁଧ ସର ଫେଣଯୁକ୍ତ ହୋଇଥିବ
ସେଥିରେ ଟିକିଏ ହଳଦୀ, ଟାଙ୍ଗଣା ଖଇ ଚୂର୍ଣ୍ଣ ମିଶାଇ ରାତ୍ରିରେ ମୁହଁରେ ଘର୍ଷଣ ବା ମର୍ଦ୍ଦନ କରିବେ। ଥାପୁଡ଼ା ମାରିଲା ପରି ବାରମ୍ବାର କଲେ ଟାକୁଆ ଗାଲ ପୁରି ଉଠିବ ଏବଂ ଟାକୁଆ ଗାଲରେ ହସ ଫୁଟି ଉଠିବ। ଏହିପରି 1 ମାସ ପର୍ଯ୍ୟନ୍ତ କରାଯିବ। ସକାଳୁ ଉଠି ମୁହଁ ଧୋଇ କରିପାରିବେ। ଆସନ୍ତୁ ରକ୍ତାଶ ରୋଗର ଉପାୟ। ମଳକଣ୍ଟକ ରକ୍ତ ପଡୁଥିଲେ ଦୁଧ 200 ଗ୍ରାମରେ ଲେମ୍ବୁ ଗୋଟିଏ ନିଅନ୍ତୁ। ଚିପୁଡ଼ି ତାର ରସକୁ ମିଶାଇ 8-10 ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ। ରକ୍ତସ୍ରାବ ବନ୍ଦ ହେବାର ପ୍ରମାଣ ଅଛି। ଅଗ୍ନିମାନ୍ଦ୍ୟ ହେଲେ ପ୍ରଥମେ ଦୁଧକୁ ସିଝାଇ ସେଥିରେ ଯଷ୍ଟି ମଧୁ 10 ଗ୍ରାମ ମିଶାଇ ସିଦ୍ଧ କରିବ। କ୍ଷୀର 1 ଅଂଶ ପାଣି 3 ଅଂଶ ଦେଇ ସିଝାଇ ଅଳ୍ପ ପାଣି ରହିବ। ସେହି କ୍ଷୀରକୁ ଛାଣି ପିଇବ। ଏହିପରି 8-10 ଦିନ କଲେ ଆହାର ବୃଦ୍ଧି ହେବ। ଅଗ୍ନିମାନ୍ଦ୍ୟ ରୋଗ ବିନଷ୍ଟ ହେବ। ସ୍ତ୍ରୀ ଲୋକ ରକ୍ତସ୍ରାବ ଅଧିକ ହେଲେ ଛେଳି ଦୁଧରେ ଲୁହାକୁ ତତାଇ ବୁଡାଇ ଦେବ। ଏହିପରି 7 ଥର ଦୁଧରେ ବୁଡାଇ ଦେଇଥିବ। ସେହି ଦୁଧ ଥଣ୍ଡା ହେଲେ ପିଇବ। ଏହିପରି 3-4 ଦିନ କରନ୍ତୁ। ରକ୍ତସ୍ରାବ ବନ୍ଦ ହେବ। ଘୋଳ ଦହି ଆହାର ପରେ ପିଇଲେ ଜୀର୍ଣ୍ଣ ଶକ୍ତି ବୃଦ୍ଧି କରେ। ଦହିରେ ଗୋଲମରିଚ ଗୁଣ୍ଡ ମିଶାଇ ଖାଇଲେ ପେଟ ମରା ଯାବତୀୟ ରୋଗ ଯନ୍ତ୍ରଣା ମାନ ଦୂର କରେ। ଅଗ୍ନିମାନ୍ଦ୍ୟ ମଧ୍ୟ ଦୂର ହୋଇଥାଏ। ପେଟ ଯନ୍ତ୍ରଣାରୁ ରକ୍ଷା ପାଇଁ ଦେଖନ୍ତୁ ଚଲା ଦହିରେ ଭଜା ଜିରା ଗୁଣ୍ଡ, ସୈନ୍ଧବ ଲବଣ, ଗୋଲମରିଚ ଗୁଣ୍ଡ 1 ଗ୍ଲାସ ଯଦିରେ 2 ଗ୍ରାମ ଓଜନରେ ମିଶାଇ 15 ଦିନ ଖାଇଲେ ପେଟ ମରା ରୋଗରୁ ମୁକ୍ତ ହେବେ। ସ୍ତ୍ରୀ ଲୋକଙ୍କ ଋତୁସ୍ରାବ ଅଧିକ ଯଦି ହେଲା ତାହେଲେ କଦଳୀ ଭଣ୍ଡା ଫୁଲକୁ ଦହିରେ ବାଟି 4-5 ଦିନ ଖାଇଲେ ଅଧିକ ଋତୁସ୍ରାବ ବନ୍ଦ ହୋଇଥାଏ। ଦେଖନ୍ତୁ ଭକ୍ତ ସମାଜ, ତେଣୁ କ୍ଷୀର ବିଷୟରେ ଯାହା କହିଲି ଆପଣ এই বিষয়ে সেମିତି কলে উপলব্ধ হবে। আজ আর বেশি কমনি রହୁଛି। নমস্কার, জয় শ্রীরাম, জয় শ্রীকৃষ্ণ, জয় জগন্নাথ।